ପ୍ରକୃତରେ ଈଶ୍ୱରଙ୍କର ବାକ୍ୟ ପାଳନକାରୀ, ତେବେ ସେମାନଙ୍କ ନିମନ୍ତେ ଆମମାନଙ୍କର ପ୍ରାର୍ଥନା କି ପ୍ରକାର ଅଟେ? କେତେ ରୁରାଲ ଏରିଆକୁ ଯାଇ ପ୍ରଭୁଙ୍କର ସେବାରେ ନିଜକୁ ନିୟୋଜିତ କରୁଥିବା ପ୍ରଭୁଙ୍କ ଦାସ ଦାସୀ ମାନଙ୍କ ପାଇଁ ଅଶେଷ ଅଶେଷ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଯେମାନେ ସେ ଫିଲ୍ଡକୁ ଯାଆନ୍ତି, ଅନେକଙ୍କ ନିକଟରେ ସେ ସତ୍ୟ ସୁସମାଚାରକୁ ଜଣାନ୍ତି। ଖ୍ରୀଷ୍ଟ ଯେ ଏକମାତ୍ର ସତ୍ୟ ଈଶ୍ୱରଙ୍କର ଏକମାତ୍ର ପୁତ୍ର, ଯିଏକି ସମଗ୍ର ଜଗତର ପାପକୁ ଧୋଇଦେବା ପାଇଁ ନିଜ ଜୀବନକୁ ସେ ବଳିଦାନ କଲେ। ଯୋଉ ବଳିଦାନ ଦ୍ୱାରା ସେ ଆମମାନଙ୍କୁ ପାପର ବନ୍ଧନରୁ ମୁକ୍ତ କଲେ। କେବଳ ଇସ୍ରାଏଲ ଜାତିକୁ ମୁକ୍ତ କରିଥିଲେ ତା ନୁହେଁ, ମାତ୍ର ଆଜି ମଧ୍ୟ ସେ ଆମମାନଙ୍କୁ ମୁକ୍ତ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ଆମେ କଣ ପ୍ରକୃତରେ ଆମେ ପ୍ରଭୁଙ୍କର ନିମନ୍ତେ ଯେତେବେଳେ ତାଙ୍କର ଅନୁଗାମୀ ଭାବରେ ଅଛୁ, ଏଇ ଆଶୀର୍ବାଦ ରୋମୀ 12:14 ଯେତେବେଳେ ଲେଖାଯାଏ, ଏଇ ତାଡ଼ନାକାରୀ ମାନଙ୍କ ନିମନ୍ତେ ଆମେ କେମିତି ଭାବରେ ପ୍ରାର୍ଥନା କରିବା, ଏକାଗ୍ର ଭାବରେ ନିର୍ଦ୍ଦିଷ୍ଟ ରହିବା, ସେଥିପାଇଁ ପ୍ରଭୁଙ୍କ ସେବାରେ ପ୍ରଥମରେ ହଉଛି ଭରସାରେ ଆନନ୍ଦ କର। ଆଶିଷର ଧାରା ଯେତେବେଳେ ବହିବା ଆରମ୍ଭ କରେ, ସେତେବେଳେ ଆମେ ଜାଣୁ ସେ ଭରସା ଆମମାନଙ୍କର ଥାଏ। କ୍ଲେଶରେ ସହିଷ୍ଣୁ ହବା, ପ୍ରାର୍ଥନାରେ ଏକାଗ୍ର ଭାବେ ନିବିଷ୍ଟ ରହିବା, କାହିଁ ଆଶୀର୍ବାଦର ଅଂଶୀ କରେଇ ପାରିବା ଆମେ ଅନ୍ୟମାନଙ୍କୁ। ସେଥିପାଇଁ ଆଦି ପୁସ୍ତକ ତାର 32 ପର୍ବ 26 ପଦରେ ଯାକୁବ ବହୁତ ସୁନ୍ଦର ଭାବରେ ପ୍ରାର୍ଥନା କରି କହିଲେ, ତୁମେ ମତେ ଆଶୀର୍ବାଦ ନ କଲେ ମୁଁ ତୁମକୁ ଛାଡ଼ିବି। ମୋର ପ୍ରିୟ ମାନେ, ସେ ଈଶ୍ୱରୀୟ ଏକତା ମଧ୍ୟରେ ଯେତେବେଳେ ଯାକୁବ ଥିଲେ, ଯେତେବେଳେ ସେ ଏକତାର ବନ୍ଧନରେ ଥିଲେ, ଈଶ୍ୱରଙ୍କର ଆତ୍ମା ସେମାନଙ୍କର ମଧ୍ୟରେ ଅଧିଷ୍ଠାନ କରି ଏକ ଯୋଦ୍ଧା ଭାବରେ ଯାକୁବଙ୍କୁ ସେଦିନ ବିଜୟ ଜୀବନ ଦେଇଥିଲେ। ଆଜି ମଧ୍ୟ ପ୍ରଭୁ ଆମମାନଙ୍କୁ ଚାହାନ୍ତି ସେଇଭଳି ଶକ୍ତିଯୁକ୍ତ ପ୍ରାର୍ଥନା ଦ୍ୱାରା ଆମେ ଏକତାରେ ପ୍ରଭୁଙ୍କ ନିକଟବର୍ତ୍ତୀ ହେବା, ଭାତୃ ପ୍ରେମରେ ଆମେ ପ୍ରେମ କରିବା, ପରସ୍ପରକୁ ସମ୍ମାନ କରିବା, ପରସ୍ପରକୁ ଉତ୍ସାହିତ କରିବା, ପୁଣି ପରସ୍ପରକୁ ଯଦି କେହି ଆମମାନଙ୍କର ବିରୁଦ୍ଧରେ ଉଠେ ତାକୁ ଆମେ କ୍ଷମା କରିବା। ଏହା ହିଁ ହଉଛି ପ୍ରକୃତ ଆଭିମୁଖ୍ୟ। ସେଥିପାଇଁ ଯାକୁବ କହିଲେ, ମତେ ତୁମେ ଆଶୀର୍ବାଦ ନ କଲେ ମୁଁ ଛାଡ଼ିବି ନାହିଁ। ଅନେକ ସମୟରେ ଈଶ୍ୱରଙ୍କର ଯୋଜନାକୁ ଆମେ ବୁଝି ପାରିନଥାଉ। ଯଦି ଆମେ ଦେଖୁ ସମଗ୍ର ପୁରାତନ ନିୟମରେ ଆଶୀର୍ବାଦ ଅଭିଶାପ ଏସବୁ ମଧ୍ୟରେ ଈଶ୍ୱର ତାଙ୍କ ସନ୍ତାନ ମାନଙ୍କୁ କଢେଇ ନେବା ସମୟରେ ଆମେ ଦେଖୁ ଈଶ୍ୱରଙ୍କ ଏଇଭଳି ଗୋଟେ ମାଇଟି ପାୱାର ଥିଲା ବା ଶକ୍ତି ଥିଲା, ଯୋଉ ଶକ୍ତି ଫଳରେ ସେ ଅଭିଶାପକୁ ଆଶୀର୍ବାଦ ମଧ୍ୟ ପରିଣତ କରିପାରୁଥିଲେ। କିଭଳି ଆମେ ଜାଣିଛୁ, ଦ୍ୱିତୀୟ ବିବରଣ ତାର 23 ପର୍ବରେ ଆମେ ପାଠ କରୁଛୁ ବିଲିୟମ କଥା। ଯେତେ ଥର ବିଲିୟମକୁ ସେଇ ଇସ୍ରାଏଲ ଜାତିକୁ ଅଭିଶାପ ଦେବା ନିମନ୍ତେ ପ୍ରବର୍ତ୍ତା ଗଲା, ସେ କେବଳ ଆଶୀର୍ବାଦ ହିଁ ଦେଲେ, ଆଶୀର୍ବାଦ ହିଁ ଦେଲେ। ଅନେକ ସମୟରେ ଈଶ୍ୱର ଅଭିଶାପକୁ ଆଶୀର୍ବାଦରେ ପରିଣତ କରିବାର ଏକମାତ୍ର ସତ୍ୟ ଈଶ୍ୱର। ଏଇ ଭାତୃ ପ୍ରେମ ଯଦି ଆମମାନଙ୍କର ଅଛି, ପ୍ରକୃତ ଅର୍ଥରେ ଆମେ ଅଭିଶାପକୁ ମଧ୍ୟ ଆଶୀର୍ବାଦରେ ପରିଣତ କରିପାରିବା। ଆଉ ସେଇ ସମୟରେ ଆମେ ଦେଖିଲୁ ଯେ ଆଶୀର୍ବାଦ ହିଁ ସେଇ ସମୟରେ ପ୍ରକାଶିତ ହେଲା। ପ୍ରଭୁ ତାଙ୍କର ଆଶ୍ଚର୍ଯ୍ୟ କାର୍ଯ୍ୟ ସେମାନଙ୍କ ଦ୍ୱାରା ସାଧନ କଲେ। ତାପରେ ଆମେ ଦେଖୁ ଧାର୍ମିକର ମସ୍ତକରେ ସର୍ବଦା ଆଶୀର୍ବାଦ ହିଁ ବର୍ତ୍ତାଇ। ମୋର ପ୍ରିୟ ମାନେ, ଯେତେବେଳେ ଆମେ ଏ ଅଂଶଟିକୁ ପଢୁଥିଲୁ ଯେ ତା ହରମୋନରେ ଶିଶିର ତୁଲ୍ୟ, ଯାହା ସିଓନର ପର୍ବତ ଗଣ ଉପରେ କ୍ଷରି ପଡେ, ଅର୍ଥାତ୍ ତାହା ମସ୍ତକରେ ବହୁମୂଲ୍ୟ ତୈଳ ସ୍ୱରୂପ, ଯାହା ଦାଢିରେ ଅର୍ଥାତ୍ ହାରଣଙ୍କ ଦାଢିରେ ବୋଇ ତାଙ୍କର ବସ୍ତ୍ରାଞ୍ଚଳରେ ପଡିଲା। ଅର୍ଥାତ୍ ଧାର୍ମିକର ମସ୍ତକରେ ସର୍ବଦା ଆଶୀର୍ବାଦ ବର୍ତ୍ତାଏ। ହିତୋପଦେଶ 10 ପର୍ବ ତାର 6 ଏବଂ 22 ପଦ ଯଦି ଆମେ ପାଠ କରୁ, ଲେଖାଯାଏ ଧାର୍ମିକର ମସ୍ତକରେ ସର୍ବଦା ଆଶୀର୍ବାଦ ସେ ବର୍ତ୍ତାନ୍ତି, ମାତ୍ର ଦୁଷ୍ଟର ମୁଖ ଦୌରାତ୍ମ ଢାଙ୍କି ପକାଏ। 22 ପଦରେ ପୁନର୍ବାର କୁହାଯାଏ, ସଦା ପ୍ରଭୁଙ୍କ ଆଶୀର୍ବାଦ ତାଙ୍କ ଲୋକମାନଙ୍କୁ ଧନବାନ କରେ, ସେଥିରେ ସେ ଦୁଃଖ ଯୋଗ କରନ୍ତି ନାହିଁ। ମୋର ପ୍ରିୟ ମାନେ, ସଦାସର୍ବଦା ଧାର୍ମିକର ମସ୍ତକରେ ଈଶ୍ୱର
आशीर्वाद ही ବର୍ତ୍ତାନ୍ତି। ସେ କେବେ ଦୁଃଖ ଯୋଗ କରିବା ପାଇଁ ଇଚ୍ଛା କରନ୍ତି ନାହିଁ। ତାପରେ ଦେଖିବା କ୍ଷରି ପଡେ ଅର୍ଥାତ୍ ଆଶିଷର ଜଳଧାରା ହେବ। ଡିଜିକଲ ତାର 34 ପର୍ବ 26 ପଦ ଯଦି ଆମେ ପାଠ କରିଛୁ ସେଇଠି ଗୋଟେ ବଡ ସୁନ୍ଦର ବିଷୟ ଲେଖାଯାଏ। ପୁଣି ଆମେ ସେମାନଙ୍କୁ ଆମ୍ଭ ପର୍ବତର ଚତୁର୍ଦିଗସ୍ଥ ସ୍ଥାନକୁ ଆଶୀର୍ବାଦ ସ୍ୱରୂପ କରିବା। ଆମେ ଯଥା ସମୟରେ ଜଳଧାରା ବର୍ଷାଇବା, ତା ଆଶୀର୍ବାଦର ଜଳଧାରା ହେବ। ଆଶୀର୍ବାଦର ଜଳଧାରା ହେବ ଅର୍ଥାତ୍ ଆମ୍ଭେ ସେମାନଙ୍କୁ ଅର୍ଥାତ୍ ଆମ୍ଭେ ଯଦି ତାଙ୍କର ନିଜ ସନ୍ତାନ ଏକତ୍ର ଭାବରେ ଏକତ୍ରୀକରଣ ମଧ୍ୟରେ ଅଛୁ, ନିଶ୍ଚିତ ଭାବରେ ଆମମାନେ ସେଇ ଭାତୃ ପ୍ରେମରେ ପରସ୍ପରକୁ ପ୍ରେମ କରୁଥିବା ହେତୁ ଆଶିଷର ଜଳଧାରା ବୋହିଯିବା ପରି କାରଣଙ୍କର ସେଇ ଦାଢିରେ ସେଇ ବସ୍ତ୍ରାଞ୍ଚଳକୁ ଯିବା ପରି ସେ କହୁଛନ୍ତି ତୁମମାନଙ୍କୁ ଆଉ ତୁମକୁ ପର୍ବତର ଚତୁର୍ଦିଗସ୍ଥ ସ୍ଥାନକୁ ଆଶୀର୍ବାଦର ସ୍ୱରୂପ କରିବା। କେବଳ ଆମେ ସେମାନଙ୍କୁ ନୁହେଁ ବୋଲି ପ୍ରତିଜ୍ଞା କରିନା, ଯେତେ ଜଣ ତାଙ୍କର ସନ୍ତାନ ଏକତ୍ରିତ ଭାବରେ ଯେ ସହଭାଗିତା ମଧ୍ୟରେ ଥାନ୍ତି ସମସ୍ତଙ୍କୁ ସେ କଣ କରନ୍ତି ନା ଆଶୀର୍ବାଦ କରନ୍ତି। ଚତୁର୍ଦିଗରୁ ତାଙ୍କର ବନ୍ଧୁ ବାନ୍ଧବ ଜ୍ଞାତି କୁଟୁମ୍ବ ଚିହ୍ନା ପରିଚୟ ଯିଏ ବି ଥାନ୍ତୁ ସେ ସମସ୍ତଙ୍କୁ କଣ କରନ୍ତି ନା ସେମାନଙ୍କ ନିକଟରେ ସେ ତାଙ୍କର ମନୋନୀତ ଲୋକମାନଙ୍କୁ ଆଶୀର୍ବାଦର ଜଳଧାରା ସ୍ୱରୂପ ସେ ବ୍ୟବହାର କରନ୍ତି। ଯଥା ସମୟରେ ସେ ଜଳଧାରା ବର୍ଷାଇବେ, ତାହା ଆଶୀର୍ବାଦର ଜଳଧାରା ହବ। ଯଦି ଆମେ ତା ପାଠ କରିବା ତାହେଲେ ନିଶ୍ଚିତ ଭାବରେ ଆମେ ପଢିପାରିବା। ଆତ୍ମା ଯଦି ସମୀକ୍ଷା କରୁ ଷଷ୍ଠ ମାସର ଏଇ ନବମ ଦିନରେ ଆମେ ଉପସ୍ଥିତ ହେଇ ଏକତାର ସହଭାଗିତା ମଧ୍ୟରେ ଆଶିଷ ଧାରାରେ ଉପସ୍ଥିତ ମୋର ପ୍ରତ୍ୟେକ ପ୍ରିୟ ମାନଙ୍କର ଆତ୍ମିକ ଅଭିବୃଦ୍ଧି ଯଥେଷ୍ଟ ଭାବରେ ଉନ୍ନତ ଧରଣର ମୁଁ ବିଶ୍ୱାସ କରେ। ହୁଏତ ବୟସର ତାରତମ୍ୟ ହେଇଥାଇପାରେ, କିନ୍ତୁ ବଡ ଯେତେବେଳେ ଆଶୀର୍ବାଦ କରେ ତା ଆଶୀର୍ବାଦ ସ୍ଥାନ ମଧ୍ୟ ଯେତେବେଳେ ଆଶୀର୍ବାଦ କରେ ଆଉ ଯେତେବେଳେ ସେ ଅନୁଭବ କରେ ଆଉ ଅନେକ ସମୟରେ ତାର ସେ କାର୍ଯ୍ୟର ଫଳାଫଳ ମଧ୍ୟ ଆମେ ଜୀବନରେ ଦେଖିଥାଉ। ପ୍ରଭୁ ଆମମାନଙ୍କୁ ସେ ଆଶିଷର ଜଳଧାରା ହେବା ନିମନ୍ତେ ଯଦି ଏକତାର ସହଭାଗିତା ମଧ୍ୟରେ ରଖିଛନ୍ତି, ସର୍ବପ୍ରଥମେ ତାଙ୍କର ବାକ୍ୟର ବାଧ୍ୟ ହୋଇ ନମ୍ରତା ସହକାରେ ପରସ୍ପର ସହିତ ପ୍ରେମରେ ସହଭାଗିତାରେ ଏକତ୍ରୀକରଣରେ ପବିତ୍ର ଆତ୍ମାଙ୍କର ଉପସ୍ଥିତିରେ ଆମମାନେ ଈଶ୍ୱରୀୟ ଆଶୀର୍ବାଦ ଅନନ୍ତ ଜୀବନର ଆଜ୍ଞା ଯାହା ସେ ଆମମାନଙ୍କୁ କରିଛନ୍ତି, ଆଉ ସେଇ ଆଜ୍ଞା ହଉଛି ଅନନ୍ତ ଜୀବନ। ଅନନ୍ତ ଜୀବନ ପାଇଁ ଯୋଉ ଭୟଙ୍କର ସମୟ ଭିତରେ ଯେ ଆମେ ଯାଉଛୁ, ଆମେ ଯେଉଁ ବହୁତ କମ ସମୟ ରହିଲା ବିନାଶ ପ୍ରାପ୍ତ ଲୋକମାନଙ୍କ ନିକଟରେ ସୁସମାଚାର ପହଞ୍ଚେଇବା ପାଇଁ, ଖ୍ରୀଷ୍ଟ ଯୀଶୁଙ୍କର ବାସ୍ତବ ସେଇ କୃଷିୟ ବାର୍ତ୍ତାକୁ ପହଞ୍ଚେଇବା ପାଇଁ, ତାଙ୍କର ପୁନରୁତ୍ଥାନର ବାର୍ତ୍ତାକୁ ପହଞ୍ଚେଇବା ପାଇଁ, ପୁଣି ପୁନରାଗମନର ବାର୍ତ୍ତାକୁ ପହଞ୍ଚେଇ ପବିତ୍ର ଆତ୍ମାଙ୍କର ଅଭିଷେକକୁ ଜଣେଇବା ପାଇଁ ଯଦି ଏପର୍ଯ୍ୟନ୍ତ ତା ମାନେ କରିନୁ, ତେବେ ଯଥାର୍ଥରେ ଆମେ ସେଇ ଆଶିଷର ଧାରା ମଧ୍ୟରେ ପ୍ରବାହିତ ହବାରେ ଅକ୍ଷମ ହେଇଯାଇଛୁ। ଅନ୍ତତଃ ପକ୍ଷେ ଆମେ ଅନେକ ଅଛୁ। ନିଶ୍ଚିତ ଭାବରେ ଯଦି ଜଣକୁ ବି ଆମେ ପ୍ରଭୁଙ୍କ ପାଇଁ ଲାଭ କରୁ ତେବେ ସ୍ୱର୍ଗରେ ମହା ଆନନ୍ଦ ହୁଏ। ମୋର ପ୍ରିୟ ମାନେ, ବର୍ତ୍ତମାନ ହିଁ ଆମମାନଙ୍କୁ ଉପଯୁକ୍ତ ସମୟ, ମନୋନୟନ ସମୟ, ଯୋଉ ସମୟରେ କି ଆମେ ଟିକେ ଚଏସ୍ କରିପାରିବା। ଦିସ୍ ଇଜ ଦ ରାଇଟ୍ ଟାଇମ୍ ଟୁ ଚଏସ୍। ଆମମାନଙ୍କର ନିର୍ଣ୍ଣୟାତ୍ମକ ସମସ୍ତ ମନୋଭାବ ଯାହା କିଛି ଅଛି ପ୍ରଭୁ ଚାହାନ୍ତି ଆମେ ନିଜେ ଜାଣି ଅନ୍ୟମାନଙ୍କୁ ସେଥିପାଇଁ ଉତ୍ସାହିତ କରିବା। ଏ ସେବା କାର୍ଯ୍ୟର ମୁଖ୍ୟ ଧାରା ହଉଛି ଆଶିଷର ଧାରା ସହିତ ଅନ୍ୟମାନଙ୍କୁ ଏଇ ଧାରାର ସ୍ରୋତ ମଧ୍ୟକୁ କଢେଇ ଆଣିବା, ଯାହାକି ହାରଣଙ୍କର ଦାଢି ଦେଇ ସେ ବସ୍ତ୍ରାଞ୍ଚଳକୁ ଆଚ୍ଛାଦନ କଲା ପରି ସମଗ୍ର ଏଇ ଗୁଗୁଲ ମିଟର ପରିବାର ଯେପରି ପ୍ରତ୍ୟେକ ଅନ୍ୟମାନଙ୍କ ପାଇଁ ସେଇଭଳି ଏକ ଆଶିଷର ଧାରା ହେବେ। 2026 ସାଲର ଅଧିକ ମାସ ଆମେ କମ୍ପ୍ଲିଟ କରିବା ପାଇଁ ଯାଉଛୁ। ସେଥିପାଇଁ ପ୍ରଭୁ ଆମମାନଙ୍କୁ ଗୋଟେ ବହୁତ ସତର୍କ ବାଣୀ ଦିଅନ୍ତି। ଆଜି ଯଦି ଆମମାନଙ୍କୁ କିଛି ଡିସିସନ ନବାର ଅଛି, ମନୋନୟନ କରିବାକୁ ଅଛି, ତେବେ ଦ୍ୱିତୀୟ ବିବରଣ ତାର 30 ପର୍ବ 19 ପଦକୁ ଯଦି ଆମେ ପାଠ କରିବା, ସେଇଠି କେତୋଟି ବିଷୟ ଅଛି, ଆଶୀର୍ବାଦ ଅଭିଶାପ ଅଛି, ଜୀବନ ମରଣ ମଧ୍ୟ ଅଛି। କିନ୍ତୁ ଆଜି ଆମମାନଙ୍କ ସମ୍ମୁଖରେ ଯୋଉ ଚ୍ୟାଲେଞ୍ଜ ରହିଛି, ଆମେ ଆଶୀର୍ବାଦର ଧାରାକୁ ଗ୍ରହଣ କରିବା, ଜୀବନ ଧାରାକୁ ଗ୍ରହଣ କରିବା ନା ମାନେ ମରଣକୁ ଗ୍ରହଣ କରିବା ଆଉ ମାନେ ଅଭିଶାପକୁ ଗ୍ରହଣ କରିବା।
ବର୍ତ୍ତମାନର ଯୁଗ ଆମେ ଜାଣୁଛୁ ଭୟଙ୍କର ଭାବରେ ପ୍ରବଳ ଭାବରେ ଜଗତର ଅଧିପତି ସବୁ ପ୍ରକାର ଚେଷ୍ଟା କରି ପରିବାରକୁ, ସମାଜକୁ, ମଣ୍ଡଳୀକୁ, ଦେଶକୁ, ସମଗ୍ର ପୃଥିବୀକୁ ସେ ହଲଚଲ କରିବାରେ ଲାଗିଛି। ଆଇବଙ୍କର ଜୀବନରେ ମଧ୍ୟ ସେ ଏଣେ ତେଣେ ଭ୍ରମଣ କରି ଯେତେବେଳେ ଆଇବଙ୍କ ନିକଟରେ ପହଞ୍ଚୁଛି, ସେତେବେଳେ ସଦାପ୍ରଭୁ ପରମେଶ୍ୱର ଦେଖିଲେ ଅତି ଯତ୍ନର ସହିତ ଆଇବଙ୍କ ନିକଟର ଚତୁଃପାର୍ଶ୍ୱରେ ସେ ଘୁରି ବୁଲୁଛି। ଆଉ ସେଇଠି ତାକୁ ସେ ଗୋଟେ ପ୍ରଶ୍ନ କଲେ, ତୁମେ କି ଆମ ଦାସ ଆଇବଙ୍କ ପ୍ରତି ତୁମେ ମନ ଦେଇଛ କି? ଆଉ ସେତେବେଳେ ଏଣେ ତେଣେ ଯେତେବେଳେ ଭ୍ରମଣ କରି ସେ ପହଞ୍ଚୁଛି, ଈଶ୍ୱରଙ୍କର ଏଇ ପ୍ରଶ୍ନର ସେ ଉତ୍ତର ଦେଉଛି, ମୁଁ କେମିତି ତା ପାଖକୁ ପହଞ୍ଚି ପାରିବି? ତୁମେ ତ ତାକୁ ବାଡ଼ ଦେଇଛ, ସେ ବାଡ଼ ଉଠେଇ ଦିଅ ନା, ସେ ତମ ମୁହଁ ଉପରେ ଦେଖିବ କେମିତି ତିରସ୍କାର କରିବ। ମାତ୍ର ତାପରେ 4ଟି ଡିଗ୍ରୀ ଧରି ଆୟୁବଙ୍କର ଜୀବନର ସମୀକ୍ଷା କରୁ କରୁ ସେଦିନ ସଦାପ୍ରଭୁ ପରମେଶ୍ୱର କହିଲେ, ତୁମେ ସବୁ କିଛି ତାର କରିପାର, ତାକୁ ସ୍ପର୍ଶ କରିପାର, ମୁଁ ବାଡ଼ କାଢିଦେବି, ସବୁ କାଢିଦେବି, କିନ୍ତୁ ତାର ପ୍ରାଣକୁ ତୁମେ ଛୁଇଁ ପାରିବ ନାହିଁ, ଅର୍ଥାତ୍ ଜୀବନକୁ ତୁମେ ସ୍ପର୍ଶ କରିପାରିବ ନାହିଁ। ଏଇ ଜୀବନ ହଉଛି ଅନନ୍ତ ଜୀବନ, ସ୍ଥାୟୀ ଜୀବନ, ଯୋଉ ଜୀବନକୁ ସଦାପ୍ରଭୁ ପରମେଶ୍ୱର ପ୍ରତ୍ୟେକ ମାନବ ଜାତି ମାନଙ୍କ ନିକଟରେ ତାହା ଦେବା ପାଇଁ ସେ ପ୍ରତିଜ୍ଞା କରି ତାଙ୍କ ପ୍ରତିଜ୍ଞା ସେ ରକ୍ଷା କଲେ। ସମଗ୍ର ମାନବ ଜାତିର ପାପକୁ କ୍ଷମା କରିବା ପାଇଁ ଏକମାତ୍ର ପୁତ୍ରଙ୍କୁ ସେ ବଳି ସ୍ୱରୂପେ ଉତ୍ସର୍ଗ କଲେ, ଯଦ୍ୱାରା ଆମେ ପାପରୁ ମୁକ୍ତ ପାଇବା, ଆମେ ପରିତ୍ରାଣର ସେ ଆନନ୍ଦରେ ଆନନ୍ଦିତ ହେବା, ସେଇ ବସ୍ତ୍ରରେ ଆମେ ବସ୍ତ୍ରାନ୍ୱିତ ହେବା, ଯୋଉ ସମୟରେ କି ଈଶ୍ୱର ଚାହାନ୍ତି ଯେ ତାଙ୍କର ସେଇ ଐଶ୍ୱର୍ଯ୍ୟ ମହାମିଳନର ଏକତ୍ରୀ ଭାବରେ ଆମେ ସେଇ ସ୍ଥାନରେ ତାଙ୍କ ସହିତ ବାସ କରିବା। ଏବେ ମଧ୍ୟ ସେ ଦ୍ୱାର ଦେଶରେ ଛିଡା ହୋଇ ଡାକଟିଏ ଦଉଛନ୍ତି, ଆଘାତ କରୁଛନ୍ତି, ଆମେ ତାଙ୍କ ସ୍ୱର ଶୁଣୁଛୁ କି? ସେ ବାକ୍ୟ ରୂପୀ ରବ ଶୁଣୁଛୁ କି? ଯଦି ଶୁଣୁଛୁ, ସେ କହୁଛନ୍ତି ମୁଁ ତୁମମାନଙ୍କ ଭିତରକୁ ଯିବା ପାଇଁ ଚାହେଁ। ସେଦିନ ଅନେକ ଶିଷ୍ୟ ମାନଙ୍କର ଜୀବନରେ, 12 ଶିଷ୍ୟଙ୍କ ଜୀବନ ଦ୍ଵାରା ଅନେକ ଆଜି ତାଙ୍କର ସେଇ ସତ୍ୟ ସୁସମାଚାରକୁ ଶୁଣି ଅନେକ ବିଶ୍ୱାସୀ ମାନେ ପ୍ରଭୁଙ୍କର ଅନୁଗାମୀ ହେଲେ। କେତେକ ଯାଉ ଯାଉ ବାଟ ପାଖରେ ପଡିଗଲେ, କେତେକ ଅନେକ କଣ୍ଟା ବୁଦାରେ ପଡିଗଲେ, ଆଉ କିଛି ପଛୁରିଆ, କିନ୍ତୁ ଆଉ କିଛି ଭଲ ଭୂମିରେ ପଡିଲେ। ଯୋଉମାନେ ଭଲ ଭୂମିରେ ପଡିଲେ ସେମାନେ ବହୁତ ଫଳ ଫଳିଲେ, ଆଉ ସେଇ ଫଳ ସ୍ଥାୟୀ ଫଳ ହେଲା। ଈଶ୍ୱରଙ୍କର ବାକ୍ୟ କହେ, ଏଇଭଳି ଫଳ ଫଳିବା ନିମନ୍ତେ ପ୍ରଭୁଙ୍କ ସହିତ ତାଙ୍କର ଏକମାତ୍ର ପୁତ୍ରଙ୍କର ପବିତ୍ର ଆତ୍ମାଙ୍କର ସହିତ ସମ୍ପର୍କକୁ ନିଗୁଢ କରିବାକୁ ହେଲେ ଆମମାନଙ୍କୁ ସେଇ ଆଶିଷର ଧାରା ନିକଟକୁ ବୋହି ଆସିବାକୁ ହେବ, ଏକତ୍ର ମିଳିତ ହବାକୁ ହେବ, ଭାତୃ ପ୍ରେମରେ ପ୍ରେମୀ ହବାକୁ ହେବ, ପ୍ରତ୍ୟେକ ପରସ୍ପରକୁ ଉତ୍ସାହିତ କରିବାକୁ ହେବ। କେବଳ ସେତିକି ନୁହେଁ, ପ୍ରଭୁ ଆମମାନଙ୍କୁ ଚାହାନ୍ତି ଆମେ ଯେପରି ଆମର ନିଜର ଅଧିକାର, ଅଭିଷେକ, ଆଶୀର୍ବାଦ, ଦେଶ ସୃଷ୍ଟିକରଣ ମଧ୍ୟରେ ଅନେକଙ୍କୁ ଆମେ ଆକର୍ଷଣ କରିପାରିବା, ଯଦ୍ୱାରା ପ୍ରଭୁ ଆମମାନଙ୍କର ଏଇ ଏକତ୍ରୀକରଣର ଉତ୍ତମତାକୁ କହିବେ, ବେଶ ଉତ୍ତମ ମୋର ସନ୍ତାନ ସନ୍ତତି, ଉତ୍ତମ ମୋର ପୁଅ ଝିଅ, ଉତ୍ତମ ମୋର ଦାସ ଦାସୀ, ଉତ୍ତମ ମୋର ପାଳକ ପାଳିକା, ଉତ୍ତମ ମୋର ପ୍ରଚାରକ ପ୍ରଚାରିକା। ପ୍ରଭୁ ଆମର ସମସ୍ତଙ୍କୁ ଯେଉଁ ଗୁରୁ ଦାୟିତ୍ୱ ଦେଇଛନ୍ତି, ସେ ଈଶ୍ୱରୀୟ ଆଶୀର୍ବାଦ ଅନନ୍ତ ଜୀବନର ଦୃଢ ଆଜ୍ଞାର ଅଂଶୀଦାର ମୁଁ ଏବଂ ଆପଣମାନେ ହେବା କି? ଯଦି ହେବା, ଆଜି ହିଁ ସେ ସୁଯୋଗ, ମନୋନୟନ ଆମ ହାତରେ ଦିଆଯାଇଛି, ଆମେ ଚଏସ୍ କରିବା କାହାକୁ ଆମେ ମନୋନୀତ କରିବା, ଆଶୀର୍ବାଦକୁ ମନୋନୀତ କରିବା ନା ଅଭିଶାପକୁ ମନୋନୀତ କରିବା, ଜୀବନକୁ ମନୋନୀତ କରିବା ନା ମରଣକୁ। କାରଣ ଈଶ୍ୱରଙ୍କର ବାକ୍ୟ କହେ, ଗୋଟିଏ ବି ଆତ୍ମା ଯେପରି ବିନଷ୍ଟ ନ ହୁଏ, ସେଇଥିପାଇଁ ତ ସେ ସମୟ ଦେଇଛନ୍ତି, ସୁଯୋଗ ଦେଇଛନ୍ତି, ଆସିବାରେ ବିଳମ୍ବ କରୁଛନ୍ତି, କିନ୍ତୁ ସେ ନିଶ୍ଚୟ ଆସୁଛନ୍ତି। ତାଙ୍କ ହାତରେ ସେ ବିଚାରର ଦଣ୍ଡ ନେଇ ସେ ଆସୁଛନ୍ତି। ଆମ ପ୍ରତ୍ୟେକ ଜଣଙ୍କର କର୍ମର ଫଳକୁ ସେ ଆମମାନଙ୍କୁ ବିଚାର କରି ଅନନ୍ତ କାଳ ପାଇଁ ସ୍ଥାୟୀ ସ୍ଥାନରେ ବାସ କରାଇବେ, କିମ୍ବା ଅନନ୍ତ କାଳ ସେ ଅଗ୍ନିରେ ନିକ୍ଷେପ କରିବେ। ସେଥିପାଇଁ ପ୍ରଭୁ ଆଜି ହିଁ ସେ ସୁଯୋଗ ଦିଅନ୍ତି। କାଣ୍ଡାକି ରାଣୀଙ୍କର ସେ ନପୁଂସକ ଯେପରି ସାଙ୍ଗେ ସାଙ୍ଗେ ତାର ହୃଦୟକୁ ପରିବର୍ତ୍ତନ କଲା। ବାଇବଲ ଅନେକ ଚରିତ୍ର ଅଛନ୍ତି ଯୋଉମାନେ କି ତତ୍କ୍ଷଣାତ୍ ସେଇ କ୍ଷଣି ସେମାନେ ହୃଦୟ ଦ୍ୱାରକୁ ଫିଟେଇ ଦେଇଥିଲେ। ଲୁଦିଆଙ୍କ ପରି ସେମାନେ ହୃଦୟର ଦ୍ୱାରକୁ ଫିଟେଇ ଦେଇଥିଲେ। ବାକ୍ୟକୁ କେବଳ ଶୁଣୁନଥିଲେ, ସେ ଶୁଣିବା ସହିତ ସେମାନେ କାର୍ଯ୍ୟ କରୁଥିଲେ। କେବଳ କାର୍ଯ୍ୟ କରୁନଥିଲେ,
ସେମାନେ ଦେଖୁଥିଲେ ଯୋଉ ବାକ୍ୟ ପ୍ରଚାର କରାଯାଉଛି, ଯୋଉ ବାକ୍ୟ ପ୍ରେରିତ ମାନଙ୍କ ଦ୍ଵାରା ପ୍ରଚାରିତ ହଉଛି, ପାଉଲଙ୍କ ଶକ୍ତିଯୁକ୍ତ ବାକ୍ୟକୁ ଶୁଣିବା ସମୟରେ ସେମାନେ ଶାସ୍ତ୍ର ଅନୁସନ୍ଧାନ କରୁଥିଲେ, ଦେଖୁଥିଲେ ଏହା କଣ ଠିକ କଥା। ଆଜିକାଲି ବହୁତ ପ୍ରଫେଟିକ ସବୁ ପ୍ରଫେସି ମଧ୍ୟ ବାହାରିଲାଣି। ଆଉ ତମର ଯାହା ଯାହା କିଛି କଥା ଯାହା ଯାହା ଆମେ ସମସ୍ତେ ଜାଣୁ, ଆମେ ସମସ୍ତେ ପାପ କରିଛୁ, ଈଶ୍ୱରଙ୍କର ମହିମାରୁ ଉଣା ପଡିଛୁ, କିନ୍ତୁ ଯଦି ଆମେ ପାପ ସ୍ୱୀକାର କରିପାରିନୁ ଏପର୍ଯ୍ୟନ୍ତ, ପ୍ରଭୁ ଆଜି ହିଁ ସେ ସମୟ ଦିଅନ୍ତି, ଫେର ଆଉ ବଞ୍ଚ। ପ୍ରଭୁ ଆମମାନଙ୍କୁ ଅଳ୍ପ ଅଂଶ ଉପରେ ଆଶୀର୍ବାଦ କରନ୍ତୁ। ଥ୍ୟାଙ୍କ ୟୁ, ଗଡ୍ ବ୍ଲେସ୍ ୟୁ ଅଲ୍।